ଥରେ ଜଣେ ସାଧୁ ଜଙ୍ଗଲ ରାସ୍ତା ଦେଇ ତାଙ୍କର 2 ଜଣ ଅନୁଗାମୀଙ୍କ ସହ କୌଣସି କାର୍ଯ୍ୟରେ ଯାଉଥିଲେ। ହଠାତ୍ ମଝି ଜଙ୍ଗଲରେ ଏକ ବ୍ୟକ୍ତିଙ୍କ ସହ ତାଙ୍କର ସାକ୍ଷାତ ହୋଇଗଲା। ଜଙ୍ଗଲ ମଧ୍ୟରେ ଜଣେ ଅପରିଚିତ ବ୍ୟକ୍ତିଙ୍କୁ ଦେଖି ସାଧୁ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ତାଙ୍କୁ ନ ଦେଖିଲା ପରି ନିଜ ବାଟରେ ଯିବାବେଳେ ସେ ବ୍ୟକ୍ତି ଜଣକ ତାଙ୍କ ପାଖକୁ ଦୌଡ଼ି ଆସି ସାଧୁଙ୍କୁ ପ୍ରଣାମ କଲା। ସାଧୁ ଜଣକ ଟିକିଏ ପ୍ରକୃତିସ୍ଥ ହୋଇ ସେଠାରେ ଛିଡ଼ା ହେଲେ। ତେବେ ସେ ବ୍ୟକ୍ତି ଜଣକ ସାଧୁଙ୍କୁ ପଚାରିଲା, ଆପଣ କୁଆଡ଼େ ଯାଉଛନ୍ତି? ସାଧୁ କହିଲେ, ଭ୍ରମଣ ଉଦ୍ଦେଶ୍ୟରେ। ବ୍ୟକ୍ତି ପଚାରିଲା, କାହିଁକି ଭ୍ରମଣ କରୁଛନ୍ତି? ସାଧୁ କହିଲେ, କିଛି ଭଲ ଜିନିଷର ଅନ୍ୱେଷଣରେ। ବ୍ୟକ୍ତି ପଚାରିଲା, ଭଲ ଜିନିଷ କ'ଣ? ସାଧୁ ଅଳ୍ପ ହସି କହିଲେ, ତୁମେ ହିଁ ସେ ଭଲ ଜିନିଷ। ମୁଁ ସେ ଭଲ ଜିନିଷ? ଯାହା ହେଉ ଆପଣ ଅନ୍ୱେଷଣ କରୁଥିବା ଜିନିଷ ପାଇଗଲେ। କହି ଲୋକଟି ହସି ହସି ସେଠାରୁ ନିଜ ରାସ୍ତା ଧରି ଦୂରକୁ ଚାଲିଗଲା। କିଛି ସମୟ ପରେ ଉଭୟ ଅନୁଗାମୀଙ୍କୁ ସାଧୁ ଜଣକ କହିଲେ, ଆଜିର ଏ ଘଟଣାରୁ କ'ଣ ଶିଖିଲେ? ପ୍ରଥମ ଅନୁଗାମୀ କହିଲେ, ମନୁଷ୍ୟକୁ ପ୍ରଶଂସା କଲେ ବ୍ୟକ୍ତିଭେଦରେ ତାହା ମଧ୍ୟରେ ଅହଂଭାବ ଅଳ୍ପ ବା ବହୁତ ସୃଷ୍ଟି ହୁଏ। ଦ୍ୱିତୀୟ ଅନୁଗାମୀ କହିଲେ, ଅଧିକାଂଶ ମନୁଷ୍ୟକୁ ପ୍ରଶଂସା କଲେ ସେମାନଙ୍କର ଜିଜ୍ଞାସାର ଅନ୍ତ ଘଟିଥାଏ। ଯେମିତି ଏ ବ୍ୟକ୍ତି ଜଣକ ଜିଜ୍ଞାସାର ଅନ୍ତ ଶୀଘ୍ର ଘଟିଲା। ସାଧୁ ଜଣକ ତାଙ୍କର ଉଭୟ ଅନୁଗାମୀଙ୍କ କଥା ସ୍ୱୀକାର କରି ଯୋଡ଼ିଲେ। ନିରର୍ଥକ ପ୍ରଶ୍ନ କରି ଜିଜ୍ଞାସା ସୃଷ୍ଟି କରୁଥିବା ସେ ଲୋକଟିକୁ ଲକ୍ଷ୍ୟ କରି ମୁଁ ତାର ଶେଷ ପ୍ରଶ୍ନର ସେଭଳି ଉତ୍ତର ଦେଲି। ପ୍ରକୃତରେ ଜିଜ୍ଞାସା ପ୍ରବୃତ୍ତିର ମାନବ ମନରେ ପ୍ରଶଂସା ପ୍ରତି ଅହଂଭାବ ନଥାଏ ଏବଂ କୌଣସି ଭଲ ବିଷୟକୁ ନେଇ ତାଙ୍କ ମନରେ ଜିଜ୍ଞାସାର ସମାପ୍ତି ନଥାଏ। ଏହା କହି ତାପରେ ସେମାନେ ନିଜ ଭ୍ରମଣ ଦିଗରେ ଆଗକୁ ଅଗ୍ରସର ହେଲେ ନିଜର ଇପ୍ସିତ ବିଷୟ ହାସଲ କରିବା ନିମନ୍ତେ।